क्वेश्चन नंबर 3 दिया द स्क्वायर रूट ऑफ 168 इज यस ऑप्शन ए ଥିଲା 122 ऑप्शन बी ଥିଲା 123 ऑप्शन सी ଥିଲା 126 ऑप्शन डी ଥିଲା 128 ଏବେ ଆପଣ ଲକ୍ଷ୍ୟ କରିବ ଯେହେତୁ ଏଇ ନମ୍ବରଟା କୋଉଠି 1684 ୟାର ୟୁନିଟ୍ ଡିଭାଇଡ କରିବ ଏସି ଲକ୍ଷ୍ୟ କରିବ ହେଲା ଏବେ ମନେ କରିବ କୋଉ ସଂଖ୍ୟା ସ୍କ୍ୱାର ରୁଟ୍ ସ୍କ୍ୱାର ଧରିବ ସ୍କ୍ୱାର ରୁଟ୍ ସ୍କ୍ୱାର ରୁଟ୍ ଏମିତି କୋଉ ସଂଖ୍ୟା ସେଇ ସଂଖ୍ୟା ମଲ୍ଟିପ୍ଲାଇ କରିବା ଆଉ ଏକ ଘର ଚାଲିଯିବ ମନେ ସଂଖ୍ୟାର ଅଙ୍କ ଗୁଡାକୁ ମାନେ ନମ୍ବର ଗୁଡାକୁ ଦିଟା ଛାଡିକି ତାକୁ ସାଇଜ କରିଦବ ତାହେଲେ କଣ କଣ ଲେଖିଲ 84 ଗୋଟେ ଲେଖିଲ 63 ତାକୁ ଲେଖିଲ 1 ତଳେ ଲେଖିକି ଉପରେ ଦବ ସେ ସିମ୍ବଲଟା ବେଟର ହବ 16384 84 ଉପରେ ଦେଲେ 60 ଉପରେ ଦେଲେ 1 ଉପରେ ଦେଲେ ଯେହେତୁ 1 ପୂର୍ବରୁ କିଛି ନାହିଁ ଆମେ କଣ ଦେଇପାରିବା କିଛି ଦବାନି ତାପରେ ଡିଭିଜନ ଆଲଗୋରିଦମ ଭାଗ କ୍ରିୟା ପ୍ରୋସେସ ଜାଣିଥିଲେ ସେଟା ପକେଇଲ ଆଚ୍ଛା ଫାଷ୍ଟ ଘରଟା କିଏ ଆଚ୍ଛା ୟାକୁ ଯୋଡା ଯୋଡା କଣ କଲେ ଆମେ ଟୋଟାଲ ଯେତେବେଳେ ଇନକ୍ଲୁଡ କରିବା ଯେତେବେଳେ ନବା ଦରକାର ପଡିବ ଆମର 6 ଦରକାର ହବ ଟୋଟାଲ 63 କୁ ନବା ବୁଝିଲା ତ ଏବେ କାହାକୁ ନବା 1 କୁ ନବା ଏମିତି କୋଉ ଡିଜିଟ ଅଛି ଯାହାକୁ ସେଇ ସଂଖ୍ୟା ମଲ୍ଟିପ୍ଲାଇ କଲେ 1 ପାଖାପାଖି ଆସିବ ଆମ ପାଖରେ ଅଲରେଡି ଅଛି 1 1 जा 1 ଆଚ୍ଛା ଏଗୁଡ଼ା ପଡିଲା 0 ତାପରେ 6 ପଡିବା କଥା ନର୍ମାଲ ଭାଗ କ୍ରିୟା ଅନୁସାରେ କିନ୍ତୁ ପଡିବ କେତେ 63 ଏବେ କହିଦେବି ଆଚ୍ଛା ଏବେ କଣ କରିବ ଯୋଉଟା ଏଇଠି ପଡିକି ଆମେ ଭାଗ ଫଳରେ ଲିଖିଛନ୍ତି ତାକୁ ଏଥିରେ ଆଡ କରିବା 1 + 1 କେତେ ଆସିଲା 2 ଆଚ୍ଛା ଏବେ ଏଇ ପୋଜିସନରେ ଯାହା ଲିଖିବା ଏଇ ପୋଜିସନରେ ସେଇଆ ଲିଖିବା ତାହେଲେ ଏଠି ଯାହା ରହିବ ଏଠି ବି ସେଇଆ ରହିବ ଆଉ ସେ କଣ ହଉଥିବା ଦରକାର 63 ଆସିବା ଦରକାର ଆଚ୍ଛା 63 ଆସିବ ମାନେ ମୁଁ ଯଦି 2 1 1 ପକେଇବି ତାହେଲେ ଏଠି ବି 1 ପକେଇବି 21 21 के 21 ବହୁତ छोଟ ହେଲା ତାପରେ 2 ଲେଖିଲି ତାପରେ 2 ପକେଇଲି 22 2 44 ये भी बहुत छोटा ଅଛି ତାପରେ 23 3 3 3 9 3 6 ଆଚ୍ଛା ଭଲ ଦେଖ ଏଟା ବହୁତ ବଡ ହେଇ ଯାଉଛି ନା 63 ଅଛି 69 ବଡ ହେଇଗଲା କୋଉଟା ନବା 2 ତାହେଲେ ଏଠି ବି 2 ପକେଇଲେ ଏଠି ବି 2 ପକେଇଲେ 2 2 जा 4 2 2 जा 4 44 ପଡିଗଲା ଏବେ କଣ କରିବା ମାଇନସ କରିବା 3 ରୁ तो 4 ଯାଇପାରିବନି 13 ରୁ 4 ଗଲା 9 देन 5 ରୁ 4 गला 1 गला 19 तापर 8 पड़िया କଥା କିନ୍ତୁ ପଡିବ କେତେ 84 ସେଇ ପାଇଁ ହିଁ 64 4 ରଖିଲେ 6 ନେଲା 8 4 32 32 6 38 3 ନେଲା 8 ରଖିଲି 8 16 दिन 19 ଦେଖିଲା ଯାହା ଥିଲା ସେଟା ପଡିଗଲା कि नहीं 1984 बस ତାହେଲେ आंसर କୋଉଟା 128 ऑप्शन କୋଉଟା 4 क्लियर ହେଲା ଆଚ୍ଛା